ସାର୍ ଆଜି ଆମେ ଶୁଣିବାକୁ ପାଇଲୁ ବୀରମହାରାଜପୁର ପୁଲିସ ଦ୍ୱାରା ଦୁଇ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ। ରଖିଛନ୍ ଆପଣ ଆଣିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜଟସିଂହା ହରିହରଜୋର ନିଲାମ ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଦୁଇ ଟ୍ରାକ୍ଟରକୁ ବୀରମହାରାଜପୁର ପୁଲିସ ଜବତ କରିବା ସହ ଥାନାରେ ଅଟକ ରଖିଥିବା ଜଣାଯାଇଛି। ଉକ୍ତ ହରିହରଜୋର ପୋଲ ପାଖରୁ ବାଲି ଉଠାଇବା ପାଇଁ କଟକଣା ଜାରି କରାଯାଇଥିବା ସତ୍ତ୍ୱେ ମଧ୍ୟ ବେଳେବେଳେ ବହୁ ଟ୍ରାକ୍ଟର ଦିନ ଦ୍ୱିପ୍ରହରରେ ଖୁଲ୍ଲା ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ହେଲେ ଜିଲ୍ଲା ଖଣି ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳୁ ଦୁଇଟା ଟ୍ରାକ୍ଟରକୁ ଧରିଥିବା ସକ୍ଷମ ହୋଇଥିବା ଜଣାପଡ଼ିଛି। ଫଳରେ ନିଲାମ ହୋଇଥିବା ବାଲିଘାଟରୁ ବାରମ୍ବାର କୃଷ୍ଣପାଲି ଓ ଜଟସିଂହା ହରିହରଜୋର ଘାଟରୁ ବାଲି ଚୋରି ହେଉଥିବାକୁ ନେଇ ଅନେକ ଥର ପ୍ରଶାସନକୁ ଜଣାଇଥିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। ଦେଖିବାକୁ ବାକି ରହିଲା ଖଣି ଅଧିକାରୀ ଧରିଥିବା ଚୋରି ବାଲି ଟ୍ରାକ୍ଟର ମାଲିକ ବିରୁଦ୍ଧରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ନା ମୋଟା ଅଙ୍କର ଫାଇନ୍ ନେଇ ଅତି ସହଜରେ ଛାଡ଼ି ଦେଉଛନ୍ତି। हेलो ସାର୍ ଆଜି ଆମେ ଶୁଣିବାକୁ ପାଇଲୁ ଜଟସିଂହା ବ୍ରିଜ୍ ପାଖରୁ ଟ୍ରାକ୍ଟର ବାଲି ନଗେଇ ଯାଉଥିଲା, ସେଟା ଆପଣଙ୍କ ଥାନାରେ ଆଣିକି ରଖିଛନ୍। ଆପଣ ଆଣିଥିଲେ ନା ଆଉ କିଏ ଆଣିଥିଲେ ତା ବିଷୟରେ ଟିକେ କହିବେ। ଆଜି ସକାଳୁ ମାଇନିଂ ଅଫିସର ସୋନପୁରଙ୍କର ରିକ୍ୱେସନ୍ ଅନୁଯାୟୀ ଆମେ ତାଙ୍କୁ ସିକ୍ୟୁରିଟି ଦେଇଥିଲୁ। ଦୁଇଟା ବାଲି ଗାଡ଼ି ଧରିଛୁ ବୋଲି ସେ ସିକ୍ୟୁରିଟି ମାଗିଥିଲେ। ଆଉ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ଗାଡ଼ି ସିକ୍ୟୁରିଟି ଦିଆହେଲା। ସିକ୍ୟୁରିଟି ଦେଲା ପରେ ସେ ଦୁଇଟା ବାଲି ଗାଡ଼ି ଆଣିଛନ୍ତି ଏବଂ ଆମର ଥାନା କ୍ୟାମ୍ପସରେ ରଖାହେଇଛି। ସାର୍ ପରିଚୟ ଏଇଟା ହେମନ୍ତ ରାଓ, SDPO ବୀରମହାରାଜ। ଥ୍ୟାଙ୍କ ୟୁ ସାର୍।